ଏକ ସମୟର କଥା ଓଡ଼ିଶାର ଗୋଟିଏ ଛୋଟ ଗାଁରେ ଗୋପୁ ନାମର ଗୋଟିଏ ଛୋଟ ପିଲା ରହୁଥିଲା। ସେ ବହୁତ ଚଞ୍ଚଳ ଓ ଉତ୍ସୁକ ଥିଲା। ଗୋପୁଙ୍କର ଆଉ ଗୋଟିଏ ବିଶେଷ କଥା ଥିଲା, ସେ ପଶୁପକ୍ଷୀଙ୍କ ସହିତ କଥା ହେବାକୁ ବହୁତ ଭଲ ପାଉଥିଲା। ତାଙ୍କର ଘନିଷ୍ଠ ସଙ୍ଗୀ ଥିଲେ ଗୋଟିଏ ଛୋଟ ବାନର ମଣ୍ଟୁ ଓ ଗୋଟିଏ ଚତୁରଟିଆ ମିଠୁ। ଗୋପୁ ପ୍ରତିଦିନରୁ ଫେରିଲେ ମଣ୍ଟୁ ଓ ମିଠୁ ସହିତ ଖେଳୁଥିଲା। ତିନିଜଣେ ମିଶି ଅନେକ ମଜାଦାର ଦୁଷ୍ଟାମି କରୁଥିଲେ। ଗୋटे ଦିନ ଗୋପୁ ଜଙ୍ଗଲର କାଛରେ ଘୁରୁଥିବା ବେଳେ ଏକ ଅଜଣା ଆଲୋକ ଦେଖିଲା। ସେ ଆଶ୍ଚର୍ଯ୍ୟ ହେଇ ମଣ୍ଟୁ ଓ ମିଠୁକୁ କହିଲା, ଚଲ ଆମେ ସେଠାକୁ ଯାଉ ଓ ଦେଖିବା କ'ଣ ଅଛି। ମଣ୍ଟୁ କହିଲା, ମୁଁ ଭୟ ପାଉନି। ଚଲ ଚଲ। ମିଠୁ ତାର ପାଖ ଫଡ଼ାଇ କହିଲା, ହଁ ଚଲ ଦେଖିବା, କିଛି ମଜା ଥାଇପାରେ। ତିନିଜଣେ ଆଲୋକର ଦିଗକୁ ଯିବାକୁ ଲାଗିଲେ। ଜଙ୍ଗଲ ଭିତରକୁ ଯିବା ସହିତ ସେମାନେ ଏକ ବଡ଼ ପୁରୁଣା ଗଛ ଦେଖିଲେ। ସେହି ଗଛ ତଳେ ଗୋଟିଏ ଚମକୁଥିବା ପାଥର ଥିଲା। ଗୋପୁ ନିକଟକୁ ଯାଇ ପାଥରଟି ଉଠାଇଲା। ହଠାତ୍ ପାଥରଟି ଜଳମଳ କରିଲା ଓ ଏକ ମୃଦୁ ଧ୍ୱନି ହେଲା, ଧନ୍ୟବାଦ, ମୋତେ ମୁକ୍ତ କରିଲା। ଗୋପୁ ଆଶ୍ଚର୍ଯ୍ୟ ହୋଇ କହିଲା, କିଏ କହୁଛି? ପାଥରଟି ହସି କହିଲା, ମୁଁ ଗୋଟିଏ ମାୟାବୀ ପାଥର। ବହୁ ବର୍ଷ ଧରି ଏଠି ଫସିଥିଲି। ତୁମେ ମୋତେ ଉଠାଇଲା, ସେଥିପାଇଁ ମୁଁ ତୁମକୁ ଗୋଟିଏ ଇଚ୍ଛା ପୂରଣ କରିବି। ମଣ୍ଟୁ ଉତ୍ସାହରେ ଚିତ୍କାର କଲା, ଗୋପୁ ଆମେ ଅନେକ କଦଳୀ ଚାହିଁବା। ମିଠୁ କହିଲା, ନା ନା, ଆମେ ଗୋଟିଏ ସୁନ୍ଦର ଘର ଚାହିଁବା। ଗୋପୁ ଭାବିଲା ଓ କହିଲା, ମୁଁ କିଛି ଏମିତି ଚାହେଁ ଯାହା ସମସ୍ତଙ୍କୁ ଉପକାର କରିବ। ପାଥରଟି ପଚାରିଲା, ତୁମେ କ'ଣ ଚାହୁଁଛ? ଗୋପୁ କହିଲା, ମୋ ଗାଁରେ ପାଣିର ଅଭାବ ଅଛି। ମୁଁ ଚାହୁଁଛି ଯେ ଆମ ଗାଁରେ ସଦା ପାଣି ଥାଉ। ପାଥରଟି ଖୁସି ହୋଇ କହିଲା, ତୁମର ମନ ବହୁତ ଭଲ। ତୁମର ଇଚ୍ଛା ପୂରଣ ହେବ। ଏହା କହି ପାଥରଟି ଆକାଶକୁ ଉଡ଼ିଗଲା ଓ ଅଦୃଶ୍ୟ ହୋଇଗଲା। ପରଦିନ ସକାଳେ ଗାଁରେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ଗାଁର ଶୁଖିଯାଇଥିବା କୁଆଁରେ ପାଣି ଭରିଯାଇଥିଲା। ନଦୀରେ ମଧ୍ୟ ପାଣି ବଢ଼ିଯାଇଥିଲା। ସମସ୍ତେ ଖୁସି ହେଲେ ଓ ଗୋପୁଙ୍କୁ ଧନ୍ୟବାଦ ଦେଲେ। ଗୋପୁ ହସି କହିଲା, ଏହା ମୋର ନୁହେଁ, ମାୟାବୀ ପାଥରର କୃପା। ମଣ୍ଟୁ କହିଲା, ତୁମେ ବହୁତ ବୁଦ୍ଧିମାନ। ମିଠୁ କହିଲା, ହଁ, ତୁମେ ସମସ୍ତଙ୍କ ଭଲ ଭାବିଲା। କିଛି ଦିନ ପରେ ଗୋପୁ ଆଉ ଗୋଟିଏ ସମସ୍ୟା ଦେଖିଲା। ଜଙ୍ଗଲର ପଶୁମାନେ ଖାଦ୍ୟ ପାଉନଥିଲେ। ଗୋପୁ ତାଙ୍କ ସଙ୍ଗୀମାନଙ୍କୁ କହିଲା, ଆମେ ପଶୁମାନଙ୍କୁ ସାହାଯ୍ୟ କରିବାକୁ ପଡ଼ିବ। ତିନିଜଣେ ମିଶି ଗାଁର ଲୋକମାନଙ୍କୁ କହିଲେ ଯେ ଜଙ୍ଗଲକୁ ନଷ୍ଟ କରିବା ଉଚିତ ନୁହେଁ। ଗାଁ ଲୋକମାନେ ଗୋପୁଙ୍କ କଥା ଶୁଣିଲେ ଓ ଗଛ ଲଗାଇବା ଆରମ୍ଭ କଲେ। ଧୀରେ ଧୀରେ ଜଙ୍ଗଲ ପୁନର୍ଜୀବିତ ହେଲା। ପଶୁମାନେ ଖୁସି ହେଲେ। ମଣ୍ଟୁ ତାର ପରିବାର ସହିତ ଖେଳୁଥିଲା ଓ ମିଠୁ ଆକାଶରେ ଉଡ଼ୁଥିଲା। ଗୋଟେ ଦିନ ସେହି ମାୟାବୀ ପାଥର ପୁଣି ଆସିଲା। ସେ କହିଲା, ଗୋପୁ ତୁମେ କେବଳ ତୁମ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ଭଲ କରୁଛ। ସେଥିପାଇଁ ମୁଁ ତୁମକୁ ଆଉ ଗୋଟିଏ ଉପହାର ଦେଉଛି। ଗୋପୁ ପଚାରିଲା, କ'ଣ ଉପହାର? ପାଥରଟି କହିଲା, ତୁମେ ଏବେ ସବୁ ପଶୁପକ୍ଷୀଙ୍କ ଭାଷା ବୁଝିପାରିବ। ଗୋପୁ ଖୁସି ହୋଇଗଲା। ସେ ଏବେ ପଶୁମାନଙ୍କ ସହ କଥା ହେଇ ତାଙ୍କ ସମସ୍ୟା ସମାଧାନ କରୁଥିଲା। ଗାଁ ଓ ଜଙ୍ଗଲ ଦୁହେଁ ଖୁସିରେ ଭରିଯାଇଥିଲା। ଶେଷରେ ଗୋପୁ ବୁଝିଲା ଯେ ସତ୍ୟ ସୁଖ ନିଜ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ଭଲ କରିବାରେ ଅଛି। ମଣ୍ଟୁ ଓ ମିଠୁ ସହିତ ସେ ସବୁବେଳେ ନୂତନ ସାହସିକ କାହାଣୀରେ ଯାଉଥିଲା। ଏହିପରି ଗୋପୁ, ମଣ୍ଟୁ ଓ ମିଠୁଙ୍କ ମଜାଦାର ଓ ଶିକ୍ଷାପ୍ରଦ କାହାଣୀ ଗାଁରେ ସମସ୍ତଙ୍କ ପାଇଁ ପ୍ରେରଣା ହେଲା। ଶିକ୍ଷା ନିଜ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ଭଲ